ପ୍ରଥମରେ ଯେତେବେଳେ ପୁଅ କହିଲା ଯେ ମୁଁ ପୋଲାଣ୍ଡରୁ ଗୋଟେ ଝିଅ ନେବି ବୋଲି ଠିକ୍ କରିଛି, ତଥାପି ଆମେ ଟିକେ ମନ ଦୁଃଖ ଥିଲା ଯେ ଆମେ ତ ଓଡ଼ିଆ ପରମ୍ପରା, ବିଦେଶୀ ଝିଅ ଆଣିଲେ ଏଠି ଚଳିପାରିବ କି ନ ଚଳିପାରିବ। କିନ୍ତୁ ପୁଅ ଏମିତି ମାସେ 2 ମାସ ଏମିତି ଗଳିଗଲା। ତାପରେ ସେଠୁ ଆମେ ବାପାକୁ ମୁଁ ବୁଝାବୁଝି କଲା କିନ୍ତୁ ବାପା କହିଲେ ସେ ଏଠି ଚଳିପାରିବ ନ ରହିପାରିବ କି ନ ରହିପାରିବ, କ'ଣ ଖାଇବ ନ ଖାଇବ। ହେଲା ପରେ ସେଠୁ ପୁଅ ଯେମିତି କହିଲା ନାଇଁ ମୁଁ ଦେଖିଛି ଝିଅ ଭଲ ପାଠ ପଢ଼ିଛି, ସର୍ଭିସ୍ ବି କରିଛି, ସେଠୁ ରାଜି ହେଲୁ କରିବା ପାଇଁ ଆଉ। ଆସିଲେ ଓଡ଼ିଆ ଘର ଚଳେଇଲେ ଚଳିପାରୁଛନ୍ତି? ହଁ ସେ ଚଳୁଛି, ସବୁ ଖାଉଛି। ବରା ମାଗୁଛି ବୋଉ, ବରା ଚକୁଳି ଆଉ କରୁଛି ବିରିୟାନୀ ଖାଉଛି, ତାପରେ ନାନ୍ ଖାଉଛି ହୋଟେଲରୁ ଆଣିଲେ, ଖେଚୁଡ଼ି ବି ଖାଉଛି, ପାସ୍ ବି ଖାଉଛି, ସବୁ ଖାଉଛି। ବାପା ବୋଉ ଡାକୁଛି? ହଁ ଓଡ଼ିଆରେ ବାପା ବୋଉ ଡାକୁଛି। କେମିତି ଅଛ ଆଉ ଭଲରେ ଅଛ ତ? ମୁଁ କହିଲି ହଁ ଭଲରେ ଅଛି। ଏସବୁ ଶିଖିଲେ କେମିତି? ସେ ଯା ପୁଅଟାକୁ ଟ୍ରାନ୍ସଲେସନ୍ କରି ସବୁ ଶିଖେଇଛି। ଏବେ ତ ସେ ଇଂଲିଶ କହୁଥିବେ, ଆପଣ ଓଡ଼ିଆ କହୁଥିବେ, କେମିତି ବୁଝାସୁଝା? ନାଇଁ ମୁଁ ଇଂଲିଶ ବି କହୁଛି। ସେ ମୋତେ କହିଲା ମଦର୍ସ ଡେରେ ଥ୍ୟାଙ୍କ ୟୁ, ହାପି ମଦର୍ସ ଡେ। ମୁଁ କହିଲି ଥ୍ୟାଙ୍କ ୟୁ, ଗଡ଼ ବ୍ଲେସ୍ ୟୁ। ସେ ପୁଅ କହିଲା ମାମା କ'ଣ ଯେଉଁ ଇଂଲିଶରେ କହୁଥିଲି, ସେଠୁ କହିଲା ମୋ ବୋଉ ମାଟ୍ରିକ ପାଠ ପଢ଼ିଛି ଆଉ ଓଡ଼ିଆ କ'ଣ କହିବ, ସେ ଇଂଲିଶ ପଢ଼ିଛି। ଓଡ଼ିଆ ଘରର ପୂଜା ପର୍ବାଣୀ ଭଲ ମନ୍ଦ କେମିତି? ହଁ ଆମର ସବୁ ରଜ ସାବିତ୍ରୀ ସବୁ ଜଣାଣି ଅଛି। 12 ମାସରେ 13 ପର୍ବ ସବୁ ଯାଇଁକି ମୁଁ ତ ଏବେ ନଗଦ ଆସିଛି, 24 ତାରିଖ ବାହାଘର ହେଇଛି। ତାପରେ ଆସ୍ତେ ଆସ୍ତେ ଜାଣିବ। ରୋଷେଇବାସ ସିଏ ଥରେ ଗୋଟେ ମନ୍ଦାର ଚା କରିକି ଦେଇଥିଲା, ତାପରେ ଘରକୁ ଯାଇଥିଲା ରୋଷେଇ ଘରକୁ, କହିଲା ବୋଉ କିଛି ହେଲ୍ପ କରିବି। ମୁଁ କହିଲି ନାହିଁ କିଛି ଦରକାର ନାହିଁ, ତୁ ତୋର ବସ, ମୁଁ ତାକୁ କରିକି ଦେଉଛି। ଚଳଣି ପୁରା ଓଡ଼ିଆ ଭଳିଆ ଲାଗିଲା? ହଁ ସେ ସାଙ୍ଗରେ ରହୁଛି, ମିଶୁଛି। ଯଦି ମନ ଦୁଃଖ କରି କାନ୍ଦିଲେ ଥାପୁଡ଼େଇ ଦେଉଛି। ନ କହିପାରିଲେ ବୁଝିପାରୁଛନ୍ତି। ମୁଁ ଯେଉଁଟା କହୁଛି ସେ ସବୁ ଜାଣିପାରୁଛି, କିନ୍ତୁ ନିଜେ କହିପାରୁନି। ଯେଉଁ ଅର୍ଥର ଟ୍ରାନ୍ସଲେସନ୍ କରିକି ଫୋନ୍ରେ ମୋତେ ଦେଖାଉଛି। ହଁ ଖୁସି ଅଛି। ଖବର ପ୍ରାୟ 9 ମାସ ହେଲା ପାଇଲିଣି। ପୁଅ କଥା ହେଲା, କହିଲା ବୋଉ ମୁଁ ଦେଖୁଛି ଗୋଟେ ଝିଅ, ଯଦି ଠିକ୍ ଭଲ ଲାଗିବ ତାହେଲେ କହିବି, ତୁମେ ଦେଖୁଛ। ମୁଁ ସେ ଯେଉଁ କୁଆଡ଼େ ବିଶେଷ ଆଗେଇଲିନି। ଆଗରୁ ଯେତେ ଆଗେଇଲି କେଉଁଠି ହେଲାନି, ହେଲା କି ସମସ୍ତେ କହିଲେ ଟାଇମ୍ ଲାଗିବ। ବାହାରୁ ଲାଷ୍ଟରେ ଜଣା ପଡ଼ିଲା ଯେ ସାରାଂଶ ବହୁତ ଜାଗା ବୁଲିଲା ପରେ, ପୂଜା ବିଧି ସବୁ କଲା ପରେ ବି ହେଲାନି। କହିଲେ ରୁଦ୍ରାଭିଷେକ ବହୁତ ପ୍ରକାର ଜିନିଷ କରାହେଲା, ଯୁବକର ବାହାଘର ହେବ। ଏବେ ରୁଦ୍ରାଭିଷେକ 5 ତାରିଖରେ କରାହେଲା, ଏମାନେ 11ରେ ଆଇଲେ। ତାପରେ ଆମେ ଜାଣିଲେ ଆସ୍ତେ ଆସ୍ତେ ସିଆଡ଼େ ଇମ୍ପ୍ରୁଭ୍ କଲା। ତେଣୁ ପୁଅ ଆମେ ଜାନୁଆରୀରେ ବାହାଘର କରିବୁ। ସାନ ପୁଅର ବାହାଘର ତୋର ଯେଉଁ 15 ମାସ ସାନ ନା, ଆଉ ଜଲ୍ଦି ସବୁ ନ ବୁଝି ପାଇଲେ, ତାଙ୍କ ବାପା ସାଙ୍ଗେ କଥା ନ ହେଇପାରିଲେ ବାହାଘର ହେବନି। ସେଥିରେ କହିଲା ତା ବାପା କହୁଛି ଇଣ୍ଟରଭ୍ୟୁ ଦେଲେ ଯଦି ହେବ ହେଲେ ଯାଇକି ବାହାଘର। କଥା ହଁ ନାହିଁ ପର କଥା। ମୁଁ କହିଲି ପୁଅ ଯଦି ଇଣ୍ଟରଭ୍ୟୁରେ ପାସ୍ ନ ହେବ କ'ଣ କରିବା? ନା ନାଇଁ ସେଠି ଝିଅ ଆଣିବାନି। ମୁଁ କହିଲି ସେତେବେଳକୁ ଯଦି ଝିଅ ତୋର କହିବ ନାହିଁ, ଝିଅ କହୁଛି ବାପା ଭାଙ୍ଗି ପାରିବେନି, ସେଇଟା ଟିକେ ଆମକୁ ନିଶ୍ଚିତ, ଯେହେତୁ ତୁ ହାରୁଛୁ ସେଠୁ ଝିଅ ଆଣିବା ଉଚିତ ନୁହଁ। ଝିଅ ଯିଏ ଆସୁନା ଚଳିବ, କିନ୍ତୁ ତା ବାପା ଯେହେତୁ ଇଣ୍ଟରଭ୍ୟୁ ଚାହୁଁଛି, ତା ଝିଅ ତ ଇଣ୍ଟରଭ୍ୟୁ ଦେଇକି ତାଙ୍କର ସିଆଡ଼େ ହୁଏ, ସେ ବାପା ଚାହୁଁଛି। ସେମାନଙ୍କର ଟିକେ ଡାଉଟ୍ ବିଭିନ୍ନ ଲୋକଙ୍କ, ଯେଉଁ ଆଜିକାଲି ସବୁ ବିବାହ ହେଲା ପରେ କିଛି ଦିନ ପରେ ଛାଡ଼ି ଦେଉଛନ୍ତି, ଏଇଆ ସମ୍ଭବ ରହିଲା ଏଇଭଳିଆ ଟିକେ ଠିକ୍ ଅଛି। ଇଣ୍ଟରଭ୍ୟୁ ଦେ, ଇଣ୍ଟରଭ୍ୟୁ ଦେଲା। ଇଣ୍ଟରଭ୍ୟୁ ସେ କହିଲା ବାପା ପାସ୍ ହେଲା। ଆଗରୁ କହିଲା ବାପା ଇଣ୍ଟରଭ୍ୟୁ ପାସ୍ କରିବି। ସେ ତା'ର ରହିଲା। ସେଠୁ ଇଣ୍ଟରଭ୍ୟୁ ପାସ୍ କଲା। କହିଲା ସେ ମୋତେ ଧନ୍ୟବାଦ କଲେ, ଆମ ଦେଶକୁ ଧନ୍ୟବାଦ କଲେ ଆଗ ପ୍ରଥମେ, ଏତେ ବାଟ ମୁଁ ଆସିଥିଲି। ତାପରେ ଇଣ୍ଟରଭ୍ୟୁ, ତାପରେ କହିଲେ ଆମର ତୁମ ବାପା ମା ଏତେ ବାଟ ପଠେଇଛନ୍ତି। ସେ କହିଛି ମୋ ବାପା ଏଇଆ କରନ୍ତି, ଚାଷବାସ କରନ୍ତି, ଛୋଟକାଟିଆ କାମକୁଡ଼ା କରନ୍ତି। ସେଠୁ କହିଲେ ସମସ୍ତଙ୍କୁ ଧନ୍ୟବାଦ ଦେଲେ। ସେ କହିଲା ଜଣା ତୁମ ବାପା ବୋଉଙ୍କୁ, ତୁମକୁ ଧନ୍ୟବାଦ, ଆମ ଦେଶକୁ ପଠେଇଛନ୍ତି ଶିକ୍ଷିତ କରିକି, ସବୁ କହିଲା। ହଁ ହେଲା। ପୁଅ ବି ରହିଲା ତାଙ୍କ ଘରେ 5-7 ଦିନ। ତାଙ୍କର ସବୁ ବନ୍ଧୁବାନ୍ଧବ ବି ଦେଖିଲେ, ସବୁ ସିଲେକ୍ସନ୍ ହେଲା। ତାପରେ ଆଗେଇଲୁ ଆଉ। ଆମେ ତ ତାରିଖ ନିର୍ଦ୍ଧାରିତ କଲୁ 8, 19, 24। ସେଠୁ କହିଲେ ଆସ ଆଉ। ସେମାନେ ବୁଢ଼ାବୁଢ଼ୀ କହିଲା ପରେ ସେ କହିଲେ ଆମକୁ ରିକ୍ୱେଷ୍ଟ କଲେ ଆମେ ଜମା ଯାଇପାରିବୁନି, ଆମେ କେବେ ଆମ ଜୀବନରେ ଆମେ ବସିବୁ କେଉଁଥିରେ, ଫ୍ଲାଇଟ୍ରେ, ଏବଂ ଆମେ ଜମା ଯାଇପାରିବୁନି। ତମର ତ ଝିଅ ନାହିଁ କହୁଛ, ଆଉ ମୋର ତ ପୁଅ ନାହିଁ, ବାହାଘର ହଉ। କାଲି ଯେମିତି ସେମାନେ ବାହାଘର ମାନେ ଦେଖିଲେ, ଏତେ ଜାକଜମକରେ ବାହାଘର ହେଇଛି ତାଙ୍କର ସେଠି ଏମିତି ହୁଏନି। 10 ତାରିଖ ତୁ କହିଲି 50-60 ଲୋକ ଭିତରେ ଏ ଫୁଲମାଳ ଇଏ ସିଏ ସେ ସଇଲା ଘଣ୍ଟା ଭିତରେ। ଏସବୁ ଦେଖିକି ସେମାନେ ଖୁସିରେ କାନ୍ଦିଛନ୍ତି। ମୋ ଝିଅର ଏତେ ଭାଗ୍ୟ, ଯାଇକି ଓଡ଼ିଆଣୀ ହେଲା,
ଓଡ଼ିଆ କଲଚରକୁ ସେମାନେ ବି ସ୍ୱାଗତ ଦେଉଛନ୍ତି। ମୋତେ ଜଣେ ପଣ୍ଡିତ କହିଥିଲେ ଓଡ଼ିଆକୁ ସେ ଆସ୍ତେ ଆସ୍ତେ ଆମ ପୁରାଣ ସବୁ ଦେଶ ମାନିନେଲାଣି। ବୋଧେ ଏଜେଡ଼ ଲୋକ ପ୍ରାୟ 90 ପାଖାପାଖି 88-85 ବର୍ଷ। ସିଏ ବି କହିଲେ ବାହାରେ ଆସିବ ଯେହେତୁ ବ୍ୟସ୍ତ ହେବନି ନା ପଇସା ପତ୍ର ନାହିଁ ସବୁ ଧାର କରିଦ ପିଲାର ପାଠପଢ଼ା ସରିନି ସେନି ପୁଣି ୟା ଭିତରେ ଘର କାମ ଆଗେଇଛି। ଏଇ 3-4 ବର୍ଷ ହେଲା କଥା ହେଉଥିଲେ କହିଲେ ଝିଅ ବାହାରକୁ ଆସିବ ମନକୁ ଆସିବ ଝିଅ ବି ଚାକିରି କରିଦେବ ହେଲା। ଆଉ ନା ପାଖାପାଖି କୋଉଠି ଏମିତି ଜାଣିନୁ ପୁଅ ତ ମନା କରୁଛି ନା ସେ ପୁଅ ପାଖେ ଜୁଟିନି ଆଗକୁ ଜୁଟିବ ହେଲା ଜୁଟିବ ତା ଟାଇମ୍ ବେଳକୁ ଯଦି ଅପେକ୍ଷା କର ଏମିତି ହେଇ ବାହାଘର ହେଲା ଆମେ ରାଜି ହେଲୁ।